Hello student, welcome to the BM classes. I am Vishnu Mahanand, lecturer in English, Pirabati Women's College, Teresinga. Today I am going to teach you the third poem of the plus 2 second year Arts, Science, Commerce. The famous poem A Sparm of Life, written by H.W. Longfellow. This poem is written by an American poet whose name is H.W. Longfellow. The full name of the poet H.W. Longfellow is Henry Wadsworth Longfellow. Before I go to the stanza, I want to explain and say something about the poet. Henry Wadsworth Longfellow was born in the year 1807 and died in the year 1882. He is an American poet and educator, and he is the first citizen of the United States, and he is famous poet of the America. In this poet, in this poem, A Sparm of Life, he has written about the life of every individual. ବର୍ତ୍ତମାନ ମୁଁ ଏହି ପୋଏମ୍ର ଶୀର୍ଷକ ବା ଟାଇଟିଲ୍ ଏ ସ୍ପାମ୍ ଅଫ୍ ଲାଇଫ୍କୁ ଏକ୍ସପ୍ଲେନ୍ କରିବି। ଏ ସ୍ପାମ୍ ଅଫ୍ ଲାଇଫ୍, ଏ ସ୍ପାମ୍ ମିନ୍ସ ଏ ହାଇମ୍ସ ଅର୍ ସଙ୍ଗ। ସ୍ପାମ୍ କହିଲେ ଗୋଟିଏ ଗୀତ ବା କ୍ଷୁଦ୍ର ଗୀତ, ଓ ଲାଇଫ୍ କହିଲେ ବୋଧେ ସମସ୍ତେ ଜାଣିଥିବେ, ଲାଇଫ୍ କହିଲେ ଜୀବନ। That means a sparm of life is the life of the song of a life. ଜୀବନର ଏକ ଗୀତ, which is written by the famous poet, American poet Henry Wadsworth Longfellow. In this poem, we are going to know about what a song of life. ଜୀବନର କେଉଁ ସବୁ ଗୀତ ଅଛି, ଆଉ ଜୀବନର ଗୀତ ଜୀବନରେ କେତେ ଇମ୍ପୋର୍ଟାଣ୍ଟ ରଖିଥାଏ, ସେ ବିଷୟରେ ଆମେ ପଢ଼ିବା। ଏ ସ୍ପାମ୍ ଅଫ୍ ଲାଇଫ୍ ଇଜ୍ one of the most inspirational poem in the literature. ପ୍ରକୃତିରେ ଏହି ପୋଏମ୍ ମଣିଷ ସମାଜ ପାଇଁ ଏକ ଇନ୍ସପିରେସନ୍ ବୋଲି ବୁଝାଯିବ, କାରଣ ଏହି ପୋଏମ୍ ବହୁତ ସୁନ୍ଦର ଭାବରେ ଜୀବନର ଗୀତ ବିଷୟରେ ବର୍ଣ୍ଣନା କରାହେଇଛି। ଆଉ ସେଇ ଗୀତ ଯେ ସମସ୍ତଙ୍କର ଜୀବନରେ ଅଛି ନା ନାହିଁ, ଯେ ଏହି ପୋଏମ୍ ପଢ଼ିଲା ପରେ ହିଁ ସେ ଜାଣିପାରିବ। ମାଇ ଡିୟର୍ ଷ୍ଟୁଡେଣ୍ଟ, ଯିଏ ଯଦି ନୂଆ ହିଁ ମୋ ଚ୍ୟାନେଲ୍କୁ ଦେଖୁଛ, ପ୍ଲିଜ୍ ଲାଇକ୍, ସେୟାର, କମେଣ୍ଟ। Dear student, today I am going to teach you the second and third stanza of this famous poem, A Sparm of Life. Life is real, life is earnest. Life ମାନେ ଆଗରୁ ଆମେ ପ୍ରିଭିୟସ୍ କ୍ଲାସ୍ରେ ଡିସ୍କସ୍ କରିଛେ। ଲାଇଫ୍ କହିଲେ ଜୀବନ, ଲାଇଫ୍ ଇଜ୍ ରିଏଲ୍, ରିଏଲ୍ କହିଲେ ବାସ୍ତବ। ଲାଇଫ୍ ଇଜ୍ ରିଏଲ୍, ଦ୍ୟାଟ୍ ମିନ୍ସ ଲାଇଫ୍ ପ୍ରକୃତରେ ବାସ୍ତବ ଅଟେ। ଲାଇଫ୍ ଇଜ୍ ଆର୍ନେଷ୍ଟ, ଜୀବନଟା ପ୍ରକୃତରେ ଏକ ସିରିୟସ୍ ଅଟେ, ଏ କୌଣସି କମେଡ଼ି ନୁହେଁ। ଆଣ୍ଡ ଦ ଗ୍ରେଭ୍ ଇଜ୍ ନଟ୍ ଇଟ୍ସ ଗୋଲ୍, ଜୀବନର ଲକ୍ଷ୍ୟ କେବଳ ଯେ ମୃତ୍ୟୁ ନୁହେଁ। ମଣିଷ ଜନ୍ମ ହେଇଛି ମରିବା ପାଇଁ, ତା ଅର୍ଥ ନୁହେଁ ଯେ ସେ ମରିବା ପାଇଁ ଜୀଇବ। ଲାଇଫ୍ ଇଜ୍ ରିଏଲ୍, ଲାଇଫ୍ ଇଜ୍ ଆର୍ନେଷ୍ଟ, ଆଣ୍ଡ ଦ ଗ୍ରେଭ୍ ଇଜ୍ ନଟ୍ ଇଟ୍ସ ଗୋଲ୍। ତା ଅର୍ଥ ବୁଝିପାରିଥିବ, ଲାଇଫ୍ ପ୍ରକୃତରେ ବାସ୍ତବ ଅଟେ, ଆଉ ଲାଇଫ୍ ପ୍ରକୃତରେ ଏକ ସିରିୟସ୍ ଅଟେ। ଆଣ୍ଡ ଜୀବନରେ ମଣିଷ ଜନ୍ମ ହେଇଛି କେବଳ ମରିବା ପାଇଁ ନୁହେଁ। ଆଣ୍ଡ ଦ ଗ୍ରେଭ୍ ଇଜ୍ ନଟ୍ ଇଟ୍ସ ଗୋଲ୍, ତାର ଅର୍ଥ ହେଲା ଯେ ଜୀବନଟା ଅଛି ମାନେ ମରିବା ପାଇଁ ଯେ ବଞ୍ଚିବା ତାହା ନୁହେଁ। ଲାଇଫ୍ ଇଜ୍ ରିଏଲ୍, ଲାଇଫ୍ ଇଜ୍ ଆର୍ନେଷ୍ଟ, ଆଣ୍ଡ ଦ ଗ୍ରେଭ୍ ଇଜ୍ ଇଟ୍ସ ନଟ୍ ଗୋଲ୍। ପ୍ରକୃତରେ ଜୀବନର ଲକ୍ଷ୍ୟ ଯେ ମଶାଣି ନୁହେଁ ବା ମରିବା ନୁହେଁ। ଲାଇଫ୍ ପ୍ରକୃତରେ ବାସ୍ତବ ଅଟେ।
Dost thou art, to dost thou returned, was not spoken of the soul. ପ୍ରକୃତରେ ଧୂଳିରୁ ଜନ୍ମ, ମଣିଷ ପ୍ରକୃତରେ ଧୂଳିରୁ ଜନ୍ମ ହେଇଛି, ଧୂଳିରୁ ଫେରିବ। ପ୍ରକୃତରେ ଧୂଳିରୁ ଜନ୍ମ ହେଇଛି, ଧୂଳିରୁ ଫେରୁଛି। ୱାଜ୍ ନଟ୍ ସ୍ପୋକନ୍ ଅଫ୍ ଦ ସୁଲ୍, ପ୍ରକୃତରେ ଏହା ଆତ୍ମାର ଆତ୍ମା ଏଠି କୌଣସି ଇଣ୍ଟରଫିୟରେନ୍ସ ନାହିଁ। ଆତ୍ମା ଏଠି କହୁନାହିଁ ଯେ ଡଷ୍ଟ ଥୋ ଆର୍ଟ ଆଣ୍ଡ ଡଷ୍ଟ ଥୋ ରିଟର୍ଣ୍ଣସ୍। ଲାଇଫ୍ ଇଜ୍ ରିଏଲି ଏ ଅନବିଲିଭେବୁଲ୍ ଫର୍ ଏଭ୍ରିୱାନ୍। ଜୀବନ ପ୍ରକୃତରେ ବାସ୍ତବ ଅଟେ ଆଉ ସିରିୟସ୍ ଅଟେ। ଏ ଜୀବନ ଯେ କେବଳ ମରିବା ପାଇଁ ନୁହେଁ, ଏ ଜୀବନରେ ଅନେକ ଗୁଡ଼ିଏ ଝଡ଼ଝଞ୍ଝା ଅଛି, ସେସବୁକୁ ସାମ୍ନା କରିବାକୁ ମଧ୍ୟ ପଡ଼େ ବୋଲି କବି ସୁନ୍ଦର ଭାବରେ କହିଛନ୍ତି। ନଟ୍ ଏନ୍ଜୟମେଣ୍ଟ ଆଣ୍ଡ ନଟ୍ ସୋରୋ ଇଜ୍ ଆୱାର ଡେଷ୍ଟାଇନ୍ ଅର୍ ୱେ। ସେ କହିଛନ୍ତି ଯେ ନଟ୍ ଏନ୍ଜୟମେଣ୍ଟ, ଜୀବନ କେବଳ ଯେ ଉପଭୋଗ କରିବା ପାଇଁ ନୁହେଁ କିମ୍ବା ଦୁଃଖ କରିବା ପାଇଁ ନୁହେଁ, ଇଟ୍ ଇଜ୍ ଆୱାର ଡେଷ୍ଟାଇନ୍ ଆଣ୍ଡ ୱେ। ପ୍ରକୃତରେ ଏହା ଆମର ଜୀବନର ଲକ୍ଷ୍ୟ ଏବଂ ଶେଷ ଲକ୍ଷ୍ୟ ନୁହେଁ ବୋଲି କବି ସୁନ୍ଦର ଭାବରେ କହିଛନ୍ତି। ବଟ୍ ଟୁ ଆକ୍ଟ ଦ୍ୟାଟ୍ ଇଚ୍ ଟୁମାରୋ ଫାଇଣ୍ଡ ଅସ୍ ବେଟର୍ ଦେନ୍ ଟୁଡେ। କବି ଦ ଏଚ୍.ଡବ୍ଲ୍ୟୁ. ଲଙ୍ଗଫେଲୋ ଏହି ଲାଇନରେ କହୁଛନ୍ତି ଯେ ବଟ୍ ଟୁ ଆକ୍ଟ, ଜୀବନରେ ଅନେକ ଗୁଡ଼ିଏ କାର୍ଯ୍ୟ କରି ଚାଲିଥାଅ, ନିଜ କର୍ମରେ ବ୍ୟସ୍ତ ରହିଥାଅ। ଦ୍ୟାଟ୍ ଇଚ୍ ଟୁମାରୋ, ପ୍ରତ୍ୟେକ ଟୁମାରୋ ମାନେ ଆସନ୍ତାକାଲି କିପରି ଯେ ଆଜିଠୁ ବେଟର୍ ହେବ, ଭଲ ହେବ। ଫାଇଣ୍ଡ ଅସ୍ ଫର୍ଦର ଦେନ୍ ଟୁଡେ, ତ ଆଜି କିପରି ଖାଇଛୁ, କିପରି ରହିଛୁ, କ'ଣ ପିନ୍ଧିଛୁ, ଏସବୁ ଧ୍ୟାନ ନ ଦେଇ ଟୁମାରୋ ପାଇଁ ଚିନ୍ତା କରିବା ଜୀବନର ଗୋଟେ ବଡ଼ ଲକ୍ଷ୍ୟ ବୋଲି କବି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଆଶା କରେ ଏଇ କ୍ଲାସ୍ଟା ଭଲ ଲାଗିଥିବ। ଯଦି ମୋ କ୍ଲାସ୍ ଭଲ ଲାଗିଛି, ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଏହି କ୍ଲାସ୍ର ପାର୍ଟ 2 ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲ୍ BM କ୍ଲାସ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ମୁଁ ଯେଉଁ କ୍ଲାସ୍ କରିବି, ଯେଉଁ ଭିଡ଼ିଓ ଅପଲୋଡ଼ କରିବି, ଆପଣମାନଙ୍କୁ ନୋଟିଫିକେସନ୍ ଯିବ। ଆପଣ ଘରେ ଥାଇ ଆରାମରେ ଫ୍ରିରେ କ୍ଲାସ୍ କରିପାରିବେ, କୌଣସି ପଇସା ଲାଗିବ ନାହିଁ। ଧନ୍ୟବାଦ।